ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ସୂର୍ଯ୍ୟାସ୍ତ ପରେ କେବେ ବି କପଡ଼ା ଧୋଇବା କିମ୍ବା ଶୁଖାଇବା ଅନୁଚିତ। ଏହା ଅଶୁଭ ହୋଇଥାଏ ଏବଂ ନକାରାତ୍ମକ ବୁଦ୍ଧି ହେବା ସହିତ ରୋଗଗ୍ରସ୍ତ ହେବାର ସମ୍ଭାବନା ଅଧିକ ରହିଥାଏ। ନମ୍ବର 2, ବୁଧବାର ଏବଂ ରବିବାର ଦିନ ଓସ୍ତ ଗଛରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ସେହିପରି ରବିବାର ଦିନ ଦୁବ ଛିଣ୍ଡେଇବା ଅଶୁଭ ହୋଇଥାଏ। ନମ୍ବର 3, ତୁଳସୀ ପତ୍ରକୁ କେବେ ବି ଅଗାଧୁଆ ତୋଳିବା ଉଚିତ ନୁହେଁ ଏବଂ ନ ଗାଧେଇ ତୁଳସୀ ପତ୍ର ତୋଳି ଠାକୁରକୁ ଅର୍ପଣ କଲେ ଏହା ସ୍ୱୀକାର ହୋଇନଥାଏ। ନମ୍ବର 4, ଖାଦ୍ୟ ଖାଇବା ବେଳେ ବାମ ହାତକୁ ଗୋଡ଼ରେ ରଖି ଖାଇବେ ନାହିଁ ଏବଂ ଖାଇବା ବେଳେ ମୁଣ୍ଡରେ ଗାମୁଛା ଟୋପି ଆଦି ପିନ୍ଧି ଖାଇବେ ନାହିଁ। ନମ୍ବର 5, ବାସନ ମାଜିଲା ବେଳେ ବାସନର ଶବ୍ଦ ଯେପରି ଅଧିକ ହେବାକୁ ଦେବେ ନାହିଁ। ବାସନର ଶବ୍ଦ ଯେତେ ଅଧିକ ହେବ ମା ଲକ୍ଷ୍ମୀ ସେତେ ଦୂରକୁ ଚାଲିଯିବେ। ନମ୍ବର 6, ସୋମବାର, ବୁଧବାର, ଶୁକ୍ରବାର ଏହି ବାରରେ ଘରୁ ବାହାରକୁ ବାହାରିବା ବେଳେ ବାମ ପାଦ ଦେଇ ଘରୁ ବାହାରନ୍ତୁ। ମଙ୍ଗଳବାର, ଗୁରୁବାର, ଶନିବାର, ରବିବାର ଘରୁ ବାହାରିଲା ବେଳେ ଡାହାଣ ପାଦ ଦେଇ ବାହାରନ୍ତୁ। ନମ୍ବର 7, ଘରେ କେବେ ବି କୁଲା ଏବଂ ଛାଞ୍ଚୁଣୀକୁ ଏକାଠି ରଖିବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଅମଙ୍ଗଳ ହୋଇଥାଏ। ନମ୍ବର 8, ଯଦି କାଳସର୍ପ ଦୋଷ ରହିଥାଏ କିମ୍ବା ବିବାହ ବିଳମ୍ବ ହେଉଥାଏ ତେବେ ବାଥରୁମରେ ଆଳତି କର୍ପୂର ରଖିବା ଦ୍ୱାରା ମଙ୍ଗଳ ହୋଇଥାଏ। ନମ୍ବର 9, ନାଭିରେ ଘା ହେଲେ ହଳଦୀ ଗୁଣ୍ଡ ଅଥବା ନିମ୍ବ ପତ୍ରକୁ ଗୁଆ ଘିଅରେ ଭାଜି ସେହି ସ୍ଥାନରେ ଲଗେଇଲେ ଘା ଶୀଘ୍ର ଶୁଖିଯାଏ। ନମ୍ବର 10, ପୁରୁଷମାନେ ପୂଜା କଲାବେଳେ ଦୁର୍ଗାଙ୍କ ଫଟୋରେ ସିନ୍ଦୁର ଲଗାଇବା ଉଚିତ ନୁହେଁ ଏବଂ ମହିଳାମାନେ ହନୁମାନଙ୍କ ଫଟୋରେ ସିନ୍ଦୁର ଲଗାଇବା ଅନୁଚିତ। ନମ୍ବର 11, କ୍ଷୀରରେ ହଳଦୀ ମିଶାଇ ପିଇଲେ ହାଡ଼ ମଜବୁତ ହୋଇଥାଏ ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଶୀଘ୍ର ଆରାମ ମିଳିଥାଏ। ହେଲେ ବୟସ୍କ ଲୋକମାନେ କ୍ଷୀରରେ ହଳଦୀ ମିଶାଇ ନିହାତି ଭାବରେ ପିଅନ୍ତୁ। ତାଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ। ନମ୍ବର 12, ପୋଦିନା ପତ୍ର, ଧନିଆ ପତ୍ରକୁ କାଚ ପାତ୍ରରେ ରଖି ଫ୍ରିଜରେ ରଖିଲେ ଏହା ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ ରହିଥାଏ। ନମ୍ବର 13, ଯଦି ଆପଣଙ୍କର ଶ୍ୱାସରୋଗ ହୋଇଥାଏ ତାହେଲେ ଲେମ୍ବୁ ଆଣି ଚୁପୁଡ଼ି ଗୋଟେ କାଚ ଜାରରେ ଅଧଜାର କରି ରଖନ୍ତୁ। ସେଥିରେ ଗୋଟିଏ ଦେଶୀ ଅଣ୍ଡା 15 ଦିନ ପର୍ଯ୍ୟନ୍ତ ବୁଡ଼େଇ ରଖନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ 1 ଚାମଚ ଖାଆନ୍ତୁ। ଦେଖିବେ ଶ୍ୱାସରୋଗ ଧୀରେ ଧୀରେ ଭଲ ହୋଇଯିବ। ନମ୍ବର 14, ନିମ୍ବପତ୍ର ପାଉଡରରେ ହଳଦୀ ମିଶାଇ ଗାଧେଇବା ପୂର୍ବରୁ ଶରୀରରେ ଲଗେଇ ଗାଧେଇବା ଦ୍ୱାରା ଚର୍ମ ରୋଗ ଦୂର ହେବା ସହିତ ଶରୀରରୁ ସମସ୍ତ ଦୁର୍ଗନ୍ଧ ଦୂର ହୋଇଥାଏ। ନମ୍ବର 15, ଅଧିକ ଚିନ୍ତା କଲେ କେଶ ଅଧିକ ଝଡ଼ିଥାଏ। ତା ସହିତ ଶରୀର ଏବଂ ମୁହଁ ବୟସ୍କ ହେଲା ପରି ଦେଖାଯାଇଥାଏ। ତେଣୁ ଆପଣମାନେ ଅଧିକ ଟେନସନ୍ ନିଅନ୍ତୁ ନାହିଁ। ନମ୍ବର 16, ସକାଳ ସମୟରେ ଗୋଟିଏ ସିଝା ଅଣ୍ଡା ଏବଂ କିଛି ଫଳ ଖାଆନ୍ତୁ। ଏହା ଶରୀରର ଦୁର୍ବଳତାକୁ ଦୂର କରିଥାଏ। ନମ୍ବର 17, ଅଣ୍ଡାର ଧଳା ଅଂଶକୁ ସୋରିଷ ତେଲରେ ମିଶାଇ ଚୁଟି ମୂଳରେ ମସାଜ କଲେ ଚୁଟିରୁ ସବୁ ରୁପି ଦୂର ହୋଇଥାଏ। ସେଥିରେ ଅଣ୍ଡାର କେଶର ମିଶାଇବେ ନାହିଁ, ଏହି କଥା ମନେ ରଖିବେ। ନମ୍ବର 18, ଗର୍ଭବତୀ ମହିଳାମାନେ ନିଶ୍ଚୟ ଭାବରେ ପଇଡ଼ ପାଣି ପିଅନ୍ତୁ। ଏହା ଶିଶୁକୁ ସୁସ୍ଥ ରଖିଥାଏ। ମା ପାଇଁ ମଧ୍ୟ ଏହା ଏକ ଏନର୍ଜି ଡ୍ରିଙ୍କସ୍ ହୋଇଥାଏ। ନମ୍ବର 19, ଯେଉଁମାନେ ଆମିଷ ଖାଉନାହାନ୍ତି ସେମାନେ ନିହାତି ଭାବରେ ମସୁର ଡାଲିର ସେବନ କରନ୍ତୁ। ମସୁର ଡାଲିରେ ବହୁତ ପରିମାଣରେ ପ୍ରୋଟିନ୍ ଥାଏ। ନମ୍ବର 20, ମେଥିକୁ ଗୁଣ୍ଡ କରି ରନ୍ଧା ନଡ଼ିଆ ତେଲ ସହିତ ମିଶାଇ ଚୁଟିରେ ଲଗାଇବା ଦ୍ୱାରା ଚୁଟି ଝଡ଼ିବା ବନ୍ଦ ହୋଇଥାଏ। ନମ୍ବର 21, ଅଧିକ ମିଠା ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଚର୍ବି ଜଲ୍ଦି ବଢ଼ିଯାଇଥାଏ। ମିଠା ଖାଦ୍ୟ ଖାଇବା ପରେ ଟିକେ ଖଟା ଚାଖି ଦିଅନ୍ତୁ। ଏହାଦ୍ୱାରା ସୁଗାରର ମାତ୍ରା ନିୟନ୍ତ୍ରଣରେ ରହିଥାଏ। ଆପଣମାନେ ଚେଷ୍ଟା କରନ୍ତୁ ମିଠା ଖାଦ୍ୟ କମ୍ ଖାଇବା ପାଇଁ। ମିଠା ଆମ ଶରୀର ପାଇଁ ଜମା ବି ଭଲ ନୁହେଁ। ନମ୍ବର 22, ତକିଆ ତଳେ ମୟୂର ପଙ୍ଖ ରଖିବା ଦ୍ୱାରା ଶୁଭ ହେବା ସହିତ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଉତ୍ତମ ଭାଗ୍ୟ ପ୍ରାପ୍ତି ହୋଇଥାଏ। ନମ୍ବର 23, ଏକାଦଶୀ ଦିନ କେବେ ବି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ଅନର୍ଥର କାରଣ ହୋଇଥାଏ। ନମ୍ବର 24, ପ୍ରତିଦିନ ନିୟମିତ ରୂପରେ 2ଟି ପିସ୍ତା ବାଦାମ ଓ ଦହିର ସେବନ କରନ୍ତୁ। ଏହାକୁ ସେବନ କରିବା ଦ୍ୱାରା ମସ୍ତିଷ୍କ କମ୍ପ୍ୟୁଟର ଭଳି କାର୍ଯ୍ୟ କରିଥାଏ।
नंबर 25 संक्रांति एवं अमावास्या दिन किछि चाउल लुण और कला राशि ब्राह्मण को दान करने द्वारा शनि दशा खंडन होता है। नंबर 26 संध्या 6टा बाजिया पर जमा भी अधिक भारी खाद्य खातु नाही, यह देह ପାଇଁ जमा भी भल नुहे। नंबर 27 घरे जदि चुचुंद्रा देखती तेबे लक्ष्मी आगमनर सूचना मिले एवं घर उपरे बा घरे थिबा गछ उपरे कोइली बारंबार आसी राबे तेबे यह बहुत भल समय आसीबार सूचना दिए। नंबर 28 शनिवार दिन घर दुआर मुहरे सोरिष तेल रे दीप जलाइले एवं दीप लिभिबा परे बळी थिबा तेल को अस्वस्थ गछ मूଳରେ ढालिले धन बुद्धि होइथाए। नंबर 29 गोटे नड़िया को हलदिया कपड़े बांधी ठाकुर घरे किंबा पैसा रखुवा स्थान रे रखिले शुभ होइथाए एवं धन प्राप्ति होइथाए, यह करि देखंतु। नंबर 30 गुरुवार दिन गोटे हलदिया कपड़े चाउल नड़िया गुआ पैसा एवं हलदी को बांधी प्रत्येक दिन पूजा कले धन प्राप्ति होइथाए। नंबर 31 घरे जदि कौनसी पूजा होइथाए तेबे पूजा सरिया परे पूजा होइथिबा कलशर पानी को घरे छिंचिले मंगल होइथाए। नंबर 32 संध्या बेले दीप जालिया बेले दुईटी दीप लगेबा उचित, गोटे तेलर दीप आउ गोटे घिओ दीप, यह शुभ होइथाए, एई कथा मने रखिबे। भिडियोटीर आगକୁ ଯିବା ପୂର୍ବରୁ ମୁଁ କଟକରୁ କହୁଛି, ଆଉ ଆପଣମାନେ କୋଉଠି କହୁଛନ୍ତି ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ। ନମ୍ବର 33 ବିବାହିତା ସ୍ତ୍ରୀ ଲୋକମାନେ ନିଜର କାଜଲ ବିନ୍ଦି ସିନ୍ଦୁର ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧେଇବା ଉଚିତ ନୁହଁ, ଏହା ଅଶୁଭ ହୋଇଥାଏ। नंबर 34 शनिवार दिन कला कुकुरକୁ ରୁଟିରେ ସୋରିଷ ତେଲ ମାରି ଖୁଆଇଲେ ଧନ ଲାଭରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ। नंबर 35 घरर मुख्य द्वार रे रंगोली करने द्वारा एवं फूल सजाइबा द्वारा सकारात्मक शक्ति बुद्धि होइथाए और लक्ष्मी का आगमन होइथाए। नंबर 36 घरे पोछा लगेबा समय रे पानी रे अल्प लुण पकई पोछा लगेबा द्वारा शुभत बुद्धि होइथाए। नंबर 37 शुक्रवार दिन गोटे पद्म फूल आनी घरे पैसा रखुवा स्थान रे रखिबा उचित, यह द्वारा घरर आर्थिक स्थिति रे सुधार आसी थाए। यही काम आपण माने शुक्रवार दिन ही करिवे, शुक्रवार कले भल फल मिली थाए। नंबर 38 पुरुषर डाण हाथ पापुली एवं नारीर बाम हाथ पापुली कुंडाई हेले अल्प दिन मध्यरे धन प्राप्ति होई थाए। नंबर 39 पादरे केबे भी हलदिया रंगर चपल पिंधंतु नाही, यह कले वैवाहिक जीवन रे संकट देखा देई थाए, एई कथा मने रखिबे। नंबर 40 जेउ घरे बारंबार बिलेई प्रवेश करि थाए किंबा दुईटी बिलेई घरे कली करती तेबे यह घर पई अमंगल होई थाए एवं धनर आगमन अटकी जाई थाए। आपण मानकु जदि मो भिडियोटी भल लागु थाए ताहाले लाइक कमेंट आउ शेयर करिया को जमा भी भूलिबेनी। आउ जदि आपण माने मो चैनल को नुआ करि आछंती ताहाले गोटे सब्सक्राइब निहाती करि देबे। जय जगन्नाथ।